ବାବୁ ମୋତେ ଗଣ୍ଡେ ଭିକ ଦିଅ ବାବୁ, ନହେଲେ ଗଣ୍ଡେ ଖାଇବାକୁ ଦିଅ। ଭଗବାନ ତୁମର ମଙ୍ଗଳ କରିବେ। ସାଧୁ ବାବା ମୋତେ ଚିହ୍ନି ପାରୁଛନ୍ତି? ଆପଣ ମୋ ଦୋକାନକୁ ଯାଇଥିଲେ। ହଁ ହଁ ଚିହ୍ନି ପାରୁଛୁ। ତୁମେ ଆମକୁ ଖାଲି ହାତରେ ଫେରେଇ ଦେଇଥିଲ, କିନ୍ତୁ ତୁମେ ଏଠି ଏମିତି ଭିକ କଣ ପାଇଁ ମାଗୁଛ? କଣ ବା କହିବି ମୋ ଦୁଃଖ କଥା ଆଜ୍ଞା। ମୁଁ ଜୀବନ ସାରା ଯେଉଁ ଘରେ ପୁଅ ସ୍ତ୍ରୀ ପାଇଁ ପଇସା ରୋଜଗାର କଲି, ସେମାନେ ଏବେ ମୋତେ ଆଉ ଚିହ୍ନି ପାରୁନାହାନ୍ତି। ଏବେ ମୁଁ ମୋର ଭୁଲ ବୁଝି ପାରିଛି ଯେ ମୁଁ ଏମିତି ଦଣ୍ଡ କଣ ପାଇଁ ପାଇଲି। କଣ ପାଇଁ ପାଇଲ? ମୁଁ ସବୁବେଳେ ଧନ ପଛରେ ଗୋଡେଇଲି, ଅନ୍ୟାୟ କଲି। କେବେ ବି କାହାକୁ ଦାନ ଦକ୍ଷିଣାରେ ଟଙ୍କାଟିଏ ବି ଦେଇନି। କେବେ ବି କିଛି ଧର୍ମ କର୍ମ କରିନି। ତୁଣ୍ଡରେ ହରିନାମ ବଦଳରେ ସବୁବେଳେ ଧନ ଧନ ହେଲି। କେବଳ ଧନ ସଞ୍ଚୟ କଲି, ଧର୍ମ ନୁହେଁ। ଆଉ ସେଇଥିପାଇଁ ମୁଁ ଆଜି ଏମିତି ଦଣ୍ଡ ଭୋଗୁଛି। ହଉ ତୁମେ ଚିନ୍ତା କରନି। ତୁମେ ଯାହାକୁ ତୁମ ଦୁଃଖ ଜଣେଇବାକୁ ଆସିଛ, ତାକୁ ତୁମର ଦୁଃଖ ଜଣାଇ ଏବେ ଘରକୁ ଫେରିଯାଅ। ତା ନାମ ତୁଣ୍ଡରେ ଭଜୁଥାଅ, ଦେଖିବ ସବୁ ଠିକ ହେଇଯିବ।